ଶ୍ରୀକ୍ଷେତ୍ର ପୁରୀରୁ ଧର୍ମଗଡ଼କୁ ପହଞ୍ଚିଲା ନନ୍ଦିଘୋଷ ରଥର ଚକ। ଶ୍ରୀକ୍ଷେତ୍ର ପୁରୀରୁ ମଙ୍ଗଳବାର ସକାଳ 9ଟାରେ ନନ୍ଦିଘୋଷ ରଥର ଚକ ଧର୍ମଗଡ଼ଠାରେ ପହଞ୍ଚିଛି। ରଥ ଚକକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରଖିବା ପୂଜାର୍ଚ୍ଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିବେଦନ କରାଯାଇଥିଲା। ଆଜି ପବିତ୍ର ବଡ଼ ଏକାଦଶୀରେ ଏହା ଧର୍ମଗଡ଼ଠାରେ ପହଞ୍ଚିବା ପରେ ଶ୍ରୀ ବ୍ରଜମୋହନ ରାଧାକୃଷ୍ଣ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଏବଂ ସ୍ଥାନୀୟ ଜଗନ୍ନାଥ ପ୍ରେମୀ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ପାରମ୍ପରିକ ଘୁମୁରା, ଦୁଲଦୁଲି ଓ ସଂକୀର୍ତ୍ତନ ଦଳ ସହ ରଥ ଚକକୁ ଏକ ଭକ୍ତିମୟ ପରିବେଶ ମଧ୍ୟରେ ସହରର ପ୍ରାୟ 6 କିଲୋମିଟର ପରିକ୍ରମା କରିଥିଲେ। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏହାକୁ ଭବ୍ୟ ସ୍ୱାଗତ କରିବା ସହିତ ପୂଜାର୍ଚ୍ଚନା କରାଯାଇଛି। ଏହାକୁ ନିତ୍ୟ ପୂଜାର୍ଚ୍ଚନା କରିବା ସହିତ ପ୍ରତ୍ୟେକ ଦିନ ଭକ୍ତ ଦର୍ଶନ କରିପାରିବେ ବୋଲି ସୂଚନା ରହିଛି। ଏଥିରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାରଦୋଷୀ ଓ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଉପସ୍ଥିତ ଥିଲେ। କଳାହାଣ୍ଡି ଧର୍ମଗଡ଼ରୁ ସପ୍ତେଶ୍ୱର ପାଢ଼ୀଙ୍କ ସହ ଲକ୍ଷ୍ମୀକାନ୍ତ ଧମଡ଼ାମାଝୀଙ୍କ ରିପୋର୍ଟ, ସତ୍ୟର ସ୍ୱର।